ମାନବ ଜନ୍ମର ଏ ଲାଭ ଯେବେ ଗୋବିନ୍ଦ କରେ ଭାବ। କଣ ଗୋବିନ୍ଦରେ ଭାବ କରିବା କି? ଏ ମା ଆମେ ତ ଭଗବାନଙ୍କୁ ଯେତିକି ଡାକୁନାହାନ୍ତି ନିଜ ସ୍ୱାର୍ଥ ପାଇଁ ଯେତିକି ମାଗୁଛୁ। ମନ୍ଦିରକୁ ଆମେ ଯିବା, ଆମ ଜୋତା ଘରଟା ମନ୍ଦିର ବାହାରେ ଏମିତିଆ ଜାଗାରେ ରଖିବା ଯେମିତି ମନ୍ଦିର ଭିତରକୁ ଗଲେ ଆମକୁ ଦିଅ ଦେଖା ପଡୁଥିବ, ଅନେଇ ଦେଲେ ଜୋତା ଘରଟା ଦେଖା ପଡୁଥିବ। ଜୋତା ଚୋର ନେଇଯିବନି। ଭଗବାନ 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 ସମସ୍ତେ କହୁଛନ୍ତି, ଆମ ଭଗବାନ କିଏ? ଜଗନ୍ନାଥ ମହାପ୍ରଭୁ କାଳିଆ ଶାନ୍ତ। ଏ ଛୁଆ, କିନ୍ତୁ ମୁଁ କହିବି ଜଗନ୍ନାଥଙ୍କ ଠାରୁ ଆହୁରି ଜଣେ ବଡ ଭଗବାନ ଅଛନ୍ତି। କିଏ? ପିତା ମାତା ଠାରୁ ବଡ ଦେବତା କେ ସ୍ୱର୍ଗ ରାଇଛେ ନାହିଁ। ବଡ ଦେବତା କିଏ? ଗୋଟେ ଛୁଆ ପାଇଁ ବଡ ଦେବତା ମୁଁ ତ କହିବି ତା ବାପାଙ୍କ ଠାରୁ ଜଗନ୍ନାଥ ବଡ ନୁହଁ, ତା ମା ଠାରୁ ଜଗନ୍ନାଥ ବଡ ନୁହଁ। ମୁଁ କହିବି ବାପା ସବୁ ଠିକ ଅଛି ଆଜ୍ଞା, ସବୁ ଠିକ ଅଛି, କିନ୍ତୁ ଆମେ ଜଗନ୍ନାଥଙ୍କୁ ଯେତେବେଳେ ଡାକନ୍ତି, ଆଜି ଶୁଣିବ ନା କାଳିଆ ସାଙ୍କ କଥା। ମୁଁ ଆଜି କେବଳ କାଳିଆ ସାଙ୍କ କଥା କହିବି, ଜଗନ୍ନାଥଙ୍କ କଥା ମୂର୍ଖ ହିସାବରେ ଯେତିକି ଜଣା। ଆନନ୍ଦ ଲାଗୁଛି ଆପଣ ମାନଙ୍କୁ ଦେଖିବା ପରେ, ଏ ମଞ୍ଚରେ ପହଞ୍ଚିବା ପରେ ମତେ ଆନନ୍ଦ ଲାଗୁଛି। ଅବଶ୍ୟ 1 କିଲୋମିଟର ବାଟ ଆମ ବିଭୁ ମତେ ଚଲେଇ ଚଲେଇ ଝାଳନାଳ କରିଦେଲା। ସେ କଳ୍ପ ବଟ କଣ ସେ ଗୋଟିଏ କଥା ଖାଲି ଆରମ୍ଭ କରୁଛି। ଏ ମା, ତମ ଲକ୍ଷ୍ମୀ ପୁରାଣ